ସୁବର୍ଣ୍ଣରେଖା ନଦୀର ଜଳସ୍ତର ଧୀରେ ଧୀରେ କମୁଛି। ଯଦି ବା ବିପଦ ସଂକେତ ତଳକୁ ଜଳସ୍ତର ଆସିଛି, କିନ୍ତୁ ଗାଁ ମାନଙ୍କର ଯେଉଁ ଦୁର୍ଦ୍ଦଶା ବଢିଛି ବନ୍ୟା ପରର ଦୃଶ୍ୟ ଆପଣଙ୍କୁ ଆମେ ଦେଖାଉଛୁ। ଏ ହେଉଛି ସେଇ ବନ୍ୟା ପରର ଦୃଶ୍ୟ। ଆମେ ଅଛୁ ବର୍ତ୍ତମାନ ବାଲିଆପା ବ୍ଲକର ସୂର୍ଯ୍ୟାପୁର ଗାଁରେ ରହିଛୁ। ଗତକାଲି ଯେତେବେଳେ ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ଆସିଥିଲା, ଏଇ ଘରେ ପଶିଥିଲା। ଘରର ଅବସ୍ଥା ଆପଣ ଦେଖି ଦିଅନ୍ତୁ କୋଉ ଭଳି ଭାବରେ ଅବସ୍ଥା ହେଇଛି। ଘର ଭିତରେ ପାଣି ପଶିଥିଲା ଏବଂ ଯେଉଁ ବାରଣ୍ଡା ଅଛି ବାରଣ୍ଡା କୋଉ ଭଳି କାଦ ଦେଖି ଦିଅନ୍ତୁ। ପୁରା ସମ୍ପୂର୍ଣ୍ଣ ଦୁର୍ଦ୍ଦଶା ଭିତରେ ଘରର ପରିବାର ଲୋକ ବସବାସ କରୁଛନ୍ତି। ଘର ଭିତରେ ଯେତେବେଳେ ପାଣି ପଶିଥିଲା, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଆମ ସହିତ ସେ ପରିବାର ସଦସ୍ୟମାନେ ଅଛନ୍ତି, ଆଲୋଚନା କରିବା କିନ୍ତୁ କାଲି ଯେତେ ପାଣି ପଶିଥିଲା କେତେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମାଉସୀ, ମୁଁ ଦେଖୁଛି ବନ୍ୟା ପାଣି ଛାଡି ଯାଇଛି, ଗାଁ ଦାଣ୍ଡ ମଧ୍ୟ ପାଣି ଛାଡିଛି, ଜମିବାଡିକୁ ମଧ୍ୟ ପାଣି ଛାଡି ଆସ୍ତେ ଆସ୍ତେ ଛାଡିବାକୁ ବସିଲାଣି। କିନ୍ତୁ ଯେତେବେଳେ କାଲି ଘରେ ପାଣି ପଶିଥିଲା, ଘର ଅବସ୍ଥା କେମିତି ଥିଲା, କେତେ କଷ୍ଟ ରହୁଥିଲେ କାଲି ଆପଣ? କଷ୍ଟ ମାନେ ରାନ୍ଧା ବାଢା ଖିଆ ପିଆ ଆମେ କିଛି କରିପାରିନି ଆଜି। ହୁଁ, ଏଇ ଘର ଦ୍ୱାର ଦେଖୁଛୁ ଟାଣା ଟୁଣି ଜିନିଷ ପତ୍ର ହୁଁ। ଘରେ ସବୁ କଣ ସବୁ ଜିନିଷ ଥିଲା, ସବୁ କଣ ଏଇ ହେଇଥିଲା ଘରେ? ସବୁ ମାନେ ସବୁ କାଦର ସବୁ ଟାଣା ଟୁଣି କରୁଥିଲେ, ଆଣିଲେ। ତାପରେ ଆଜି ଚୁଲି ତ ଜଳୁନି, ରାନ୍ଧିବା କେମିତି ଖାଇବା କେମିତି ଏଇ ସବୁ। ନା, ଗତକାଲି ତ ଚୁଲିରେ ପାଣି ପଶିଥିବ, ନା କାଲି କଣ ବାବୁଡିଛି ପୁରା। କାଲି କଣ ଖିଆପିଆ କରିଥିଲେ? କାଲି ଦେଇଥିଲେ ଚୁଡା ଗୁଡ ଆଉ ଖିଚୁଡି ଦେଇଥିଲେ। ଏକୁଡି ଦେଇଥିଲେ। କିନ୍ତୁ ଆମେ ଦେଖୁଛୁ ସବୁ ଆସବାବପତ୍ର ସବୁ ନଷ୍ଟ ହେଇସାରିଛି। ହଁ ଘରେ ନିହାତି ହଁ ଇଲେକ୍ଟ୍ରୋନିକ ଜିନିଷ ବା ବୈଦ୍ୟୁତିକ ସାମଗ୍ରୀ ହଁ ମଧ୍ୟ ଥିବ, ହଁ ସେ ସବୁ କଣ ଯେ ଫ୍ରିଜ କଥା କୁହନ୍ତୁ, ହଁ ଟିଭି କଥା ହଁ କୁହନ୍ତୁ, କଣ ଅଛି? ସବୁ ଟାଣି ପକା ହେଇଛି ଆଉ କିଛି କରିବ। ସେ ସବୁ ପାଣିରେ ବୁଡି ଯାଇଥିଲା। ଶୁଣୁଥିଲେ ସେ କଣ କହୁଥିଲେ, ଶୁଣୁଥିଲେ ଆପଣ? ଯେହେତୁ ମନରେ କୁହ ଆସୁଛି, ହେଲେ ଦୋଷ କାହାକୁ ବା ଦେବେ? ଯେତେବେଳେ ଦୈବ ଯେତେବେଳେ ମାରିବ, ସେ କାହାକୁ ଆଉ ଦୋଷ ଦେବେ? ଯେହେତୁ ସମ୍ପୂର୍ଣ୍ଣ ଘରଟି ପାଣିରେ ବୁଡିକି ରହିଥିଲା, ଘରର ଅବସ୍ଥା ମଧ୍ୟ ଏବେ ବି ଦେଖିପାରୁଛନ୍ତି। ଗତକାଲି ରାତିରେ ଯଦି ପାଣି ଯଦି ବା ଛାଡିଛି, କିନ୍ତୁ ଘର ଭିତରେ ପଶିବା ବର୍ତ୍ତମାନ ମୁସ୍କିଲ ହେଇ ପଡିଛି। ଘରର ଟିଭି ଦେଖି ଦିଅନ୍ତୁ, ଫ୍ରିଜ ଦେଖି ଦିଅନ୍ତୁ, ଯୋଉ ଆଲଣା ସବୁ ଥିଲା, ଘରର ଯୋଉ ଆସବାବ ସାମଗ୍ରୀ ସବୁ ଥିଲା, ସବୁ ପାଣିରେ ବୁଡିକି ନଷ୍ଟ ହେଇସାରିଛି। ମଉସା କଣ କହିବେ, କାଲି ଯେତେବେଳେ ପାଣି ପଶୁଥିଲା ଘର ଭିତରେ ଆପଣ ସେତେବେଳେ କେମିତି ଅବସ୍ଥା ଥିଲେ? ରାସ୍ତା ଉପରେ ଥିଲୁ। ହୁଁ, ରାସ୍ତା ଉପରେ ଥିଲୁ ଯାଇକି ସେପଟେ ସ୍କୁଲ ତ ସ୍କୁଲଟେ ଅଛି। ସେଇ ସ୍କୁଲ ବି ତ ବୁଡ଼ି ଯାଇଥିଲା, ଅଳ୍ପ ଟିକେ ବାକି ଥିଲା। ସେଠୁ 3 ଦିନ ଧରି ରନ୍ଧାବଢ଼ା ଚୁଲି ଜଳିନି ଆଉ, ଯେମିତି କି ଅସୁବିଧାରେ ରହିଛି ଆଉ। ଯେ ମୁଁ ଦେଖୁଥିଲି ଯୋଉ ଫ୍ରିଜ ମଧ୍ୟ ଆପଣ ଉପରକୁ ଉଠେଇକି ରଖିଛନ୍ତି, ଫ୍ରିଜ ଭିତରେ ପାଣି ପଶିଥିବ ନିଶ୍ଚିତ। ହଁ, ଫ୍ରିଜ୍ ଭିତରେ ପାଣି ପଶିବାରେ ଖଟ ଉପରକୁ ଉଠେଇକି ରଖାଯାଇଛି। ଉପରଦିନ କେତେବେଳେ ପାଣି ଆସିଲା? ପରଦିନ ରାତି 12ଟା ପରେ ପାଣି ଆସିଲା। ଆପଣଙ୍କ ପାଖରେ ସୂଚନା କିଛି ଥିଲା ପାଣି ଆସିବ ବୋଲି ସୂଚନା ଥିଲା? ସୂଚନା ସୂଚନା ଆମ ପାଖରେ ଟିଭି ତ ନାହିଁ, ଜାଣିପାରୁନି। ପ୍ରଶାସନ ପକ୍ଷରୁ କେହି କହିଥିଲେ? ନାଇଁ ନାଇଁ, ପ୍ରଶାସନ କେହି କହିନାହାନ୍ତି। ନିଶ୍ଚିତ ଭାବରେ ଯାହା ସେ କହୁଥିଲେ କି ଯେହେତୁ ବନ୍ୟା ଆସିବାର ସୂଚନା ତାଙ୍କ ପାଖରେ ନଥିଲା, ଯାହା ଲୋକଙ୍କ କଥାରୁ ବା ଲୋକଙ୍କ ପାଖରୁ ଶୁଣିକି ଯାହା ଜାଣିଥିଲେ, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା। କିନ୍ତୁ ଯେତେବେଳେ ରାତି 12ଟା ବେଳେ ପାଣି ଆସିଲା, ଘରେ ଶୋଇଥିବା ଅବସ୍ଥାରେ ପାଣି ପଶିଲା, ଘରର ସମସ୍ତ ଆସବାବପତ୍ର ନଷ୍ଟ ହେଇଗଲା। ଯେହେତୁ ସେ ଯଦି ଜାଣି ପାରିଥାନ୍ତେ, ହୁଏତ ଆଗରୁ ସଜାଗ ହେଇଥାନ୍ତେ, କିନ୍ତୁ ସେସବୁ ପ୍ରଶାସନ ପକ୍ଷରୁ କିଛି ବ୍ୟବସ୍ଥା କରାଯାଇନଥିଲା। ଆଜ୍ଞା, ମୁଁ ଦେଖୁଛି ଆପଣ ଗାଁରେ ବିଭିନ୍ନ ଘରକୁ ଯାଉଛନ୍ତି, ବୁଲୁଛନ୍ତି, ଦେଖୁଛନ୍ତି, ଗାଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଯେତେ କାଲି ଗାଁରେ ପାଣି ପଶିଲା, କେତେ ଲୋକ ପ୍ରଭାବିତ ହେଇଥିଲା ଆପଣ ଦେଖୁଥିଲେ ଗାଁରେ? ପ୍ରାୟ ଫୁଲ ଏ ଗାଁ ହଉଛୁ ବନ୍ୟାରେ ଏଫେକ୍ଟେଡ। ପୁରା ସମ୍ପୂର୍ଣ୍ଣ ସବୁ ଲୋକଙ୍କ ଘରେ ପାଣି ପଶିଛି। ଗାଁ ସାରାରେ, ଗାଁ ସାରା କହିଲେ ହବ ଅତୃପ୍ତି ହବ। ଅସ୍ତି ପଞ୍ଚାୟତ ଏଟା ବନ୍ୟା ବୁଡି ଅଞ୍ଚଳ, ତେଣୁ ବାରମ୍ବାର ବନ୍ୟା ଆସେ, ଏମିତି ଇଏ ହୁଏ। କିନ୍ତୁ ଏଥର ଟିକେ ଅଧିକ ପାଣି ଆସିଛି, ଯାହାଫଳରେ କ୍ଷୟକ୍ଷତି ଟିକେ ଅଧିକ ହେଇଛି। ଚାଷ ବି ସମ୍ପୂର୍ଣ୍ଣ ଭାବେ ନଷ୍ଟ। ଚାଷ କଥା ଯାହା ହଉ, ଏବେ ଯୋଉ ଗୋରୁ ଗାଈ ଛେଳି ମାନେ ରହିଛନ୍ତି, ଏମାନେ ବର୍ତ୍ତମାନ ଖାଇବା ପାଇଁ କୌଣସି ସରକାର ବନ୍ଦୋବସ୍ତ କରିନାହାନ୍ତି। ସେଇଟା ଅତି ଦୁଃଖର ବିଷୟ। ଆଉ 2 ନମ୍ବର କଥା କଣ କି, ଆମର ଗୋଟେ ସ୍ଥାୟୀ ନଦୀ ବନ୍ଧ ଆମେ ସରକାର ପାଖରେ ନିବେଦନ କରୁଛେ। ଯଦି ସ୍ଥାୟୀ ନଦୀ ବନ୍ଧଟେ କରାଯାଆନ୍ତା, ତେବେ ଲୋକ ଏତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତେ ନାହିଁ। ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ, ଯାହା ସେ କହୁଥିଲେ କି ଆମେ ବି ମଧ୍ୟ ବାରମ୍ବାର ଦୋହରଉଛୁ ସେଇ କଥାକୁ। ଗୋଟେ କଥା ଯେ ଅସ୍ତି ପଞ୍ଚାୟତର ବଢାପାଳ ପାଖରୁ ଯଦି ପନ୍ତେଇ ଘାଟ ପର୍ଯ୍ୟନ୍ତ ଯଦି ସ୍ଥାୟୀ ନଦୀବନ୍ଧ ହୋଇପାରନ୍ତା, ତାହେଲେ ଏ ସମସ୍ୟା ଆଉ ଗାଁ ଲୋକ ଦେଖନ୍ତେ ନାହିଁ। ଯାହା କହିବେ, ସେମାନେ କହୁଥିଲେ କି ଯେହେତୁ ଏଇ ଅସ୍ତି ପଞ୍ଚାୟତଟି ବା ଏ ସୂର୍ଯ୍ୟାପୁର ଗାଁଟି ନଦୀ ପାଖରେ ହିଁ, ବନ୍ଧ ଉପରେ କହିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି ନଦୀ ବନ୍ଧ ଯଦି ଠିକ ଭାବରେ ଥାଆନ୍ତା, ତାହେଲେ ଏ ଗାଁକୁ ଆଉ ପାଣି ଆସନ୍ତା ନାହିଁ, ଦୁର୍ଦ୍ଦଶା ଭୋଗନ୍ତା ନାହିଁ। ଯାହାଫଳରେ ଯେତେବେଳେ ଗତକାଲି ବନ୍ୟା ଆସିଲା, ଏ ବନ୍ୟା ସମସ୍ୟା ସମସ୍ତଙ୍କୁ ଖାଲି ଏ ଗୋଟିଏ ଘର ନୁହେଁ, ଏ ଗାଁରେ ପ୍ରାୟ ପାଖାପାଖି 30ରୁ 40 ଘର ଅବସ୍ଥା ଏଭଳି ଶୋଚନୀୟ ହୋଇ ପଡି ରହିଛି। ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କୋଉଭଳି ଭାବରେ ଆଗକୁ ଆଉ ବଡ ବନ୍ୟା ହବ ନାହିଁ, ଆଗକୁ ଏଭଳି ଦୁର୍ଦ୍ଦଶା ଗାଁ ଲୋକ ଭୋଗିବେ ନାହିଁ, ସେ ନେଇକି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳରୁ ରଞ୍ଜନ କୁମାର ବେହେରା, କନକ ନ୍ୟୁଜ।